କାନ୍ଦିବାରେ ଲାଭ। ସାଧାରଣତଃ ମହିଳାମାନେ କାନ୍ଦନ୍ତି, ମାତ୍ର ପୁରୁଷମାନେ କାନ୍ଦି ପାରନ୍ତି ନାହିଁ। କିନ୍ତୁ ପୁରୁଷମାନେ ମଝିରେ ମଝିରେ ଥରେ ଅଧେ କାନ୍ଦିବା ଏକାନ୍ତ ଆବଶ୍ୟକ। କାନ୍ଦିବା ଦ୍ୱାରା ମନୁଷ୍ୟର ମନ ହାଲୁକା ହୋଇଥାଏ। ଲୁହ ଦୁଃଖ, ଚିନ୍ତା, କ୍ଲେଶ, ଯନ୍ତ୍ରଣା ସହିବାକୁ ଧୈର୍ଯ୍ୟ ଯୋଗାଇଥାଏ। ଲୁହ ଆଖିକୁ ସଫା କରି ଦେଇଥାଏ, ଆଖିକୁ ସଂକ୍ରମଣରୁ ରକ୍ଷା କରିଥାଏ। ମନ ଭରି କାନ୍ଦିଲେ ମାନସିକ ଦୁଃଖରୁ ମୁକ୍ତି ମିଳେ, ଉଚ୍ଚ ରକ୍ତଚାପରୁ ରକ୍ଷା ମିଳିପାରେ, ଅଲ୍ସର ଆନ୍ତରିକ ଯନ୍ତ୍ରଣା ଭଲ ହୁଏ। କାନ୍ଦିବା ଦ୍ୱାରା ଆଖିର ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ। ସ୍ତ୍ରୀମାନଙ୍କର ସିରମ ପ୍ରୋଲାକ୍ଟିନ୍ ସ୍ତର ପୁରୁଷଙ୍କ ଠାରୁ 60% ଅଧିକ ହେତୁ ସେମାନଙ୍କର ଅଧିକ ଲୁହ ସୃଷ୍ଟି ହୋଇଥାଏ। କାମ ବଡ଼ ହେଉ ବା ଛୋଟ, ତାକୁ ଆଗ ଶେଷ କରିବା ଉଚିତ। ମଣିଷ ଯାହା କରିବାକୁ ଚିନ୍ତା କରେ, କାର୍ଯ୍ୟ ବିଳମ୍ବ ହେଲେ କାର୍ଯ୍ୟରେ ବିଘ୍ନ ଘଟିପାରେ। ଏହା ସିଂହଠାରୁ ଆମେ ଶିଖିବା ଉଚିତ। ସିଂହ କୌଣସି କାମ ବା ଶିକାରକୁ ସାନ ମନେ କରେ ନାହିଁ। କାମର ସଫଳତାରେ ଯଶ ମିଳିଥାଏ ଏବଂ ଅସଫଳତାରେ ବଦନାମ ମିଳିଥାଏ। ଏଣୁ କୌଣସି କାମକୁ ଥରେ ଆରମ୍ଭ କଲେ ତାକୁ ଛାଡ଼ିବା ଅନୁଚିତ, କାରଣ କାମ ଲଗାତାର କରିବେ ହିଁ ସଫଳ ହେବାର ସମ୍ଭାବନା ଅଧିକ ଥାଏ। କାମକୁ ଛାଡ଼ିଦେବା ହିଁ ବିଫଳତା। ଛାତ୍ର ଛାତ୍ରୀମାନଙ୍କ ପାଇଁ ସର୍ବଦା ବହୁ ସମୟ ଧରି ଟେଲିଭିଜନ ଦେଖିବା, ସାଙ୍ଗସାଥୀ ମେଳରେ ବୁଲିବା ଆଦୌ ଭଲ ଅଭ୍ୟାସ ନୁହେଁ। ମାଇଣ୍ଡ ରିଲାକ୍ସ, ମନ ଫ୍ରି କରିବା ପାଇଁ ସପ୍ତାହରେ 2-3 ଘଣ୍ଟା ସମୟ ବାହାର କରି ସାଙ୍ଗସାଥୀଙ୍କ ସହ ପାର୍କ କିମ୍ବା ସିନେମା ଯାଇପାରନ୍ତି। ବିନା ଶାରୀରିକ ପରିଶ୍ରମରେ କେବଳ ମାନସିକ ପରିଶ୍ରମ ମଣିଷକୁ ଡଲ କରିଦେଇଥାଏ। ଏଣୁ ସତର୍କତା ଅବଲମ୍ବନ କରିବା ଉଚିତ। ଇନଡୋର ଗେମ୍ ଅପେକ୍ଷା ଆଉଟଡୋର ଗେମ୍ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ପାଇଁ ବେଶୀ ଉପଯୋଗୀ। ଫିଜିକାଲ ଫିଟନେସ୍ ଠିକ୍ ରଖେ। ଏଣୁ ମର୍ଣ୍ଣିଂ ୱାକ୍ କିମ୍ବା ବ୍ୟାୟାମ ପ୍ରତ୍ୟେକ ଦିନ କରିବା ଉଚିତ। ଦେବୀ ସରସ୍ୱତୀ ବିଦ୍ୟା ପ୍ରଦାନ କରିଥାନ୍ତି। ଏଣୁ ଅଧ୍ୟୟନରେ ଏକାଗ୍ରତା ବୃଦ୍ଧି ନିମିତ୍ତ ଦେବୀ ସରସ୍ୱତୀଙ୍କର ଫଟୋ କିମ୍ବା ଠିକ୍ ଗୃହର ଉତ୍ତର ପୂର୍ବ କୋଣରେ ରଖାଯାଇପାରିବ। ବିଶ୍ୱାସ କରାଯାଏ ଦେବୀ ସରସ୍ୱତୀଙ୍କ କୃପାରୁ ଅଧ୍ୟୟନରେ ଏକାଗ୍ରତା ବୃଦ୍ଧି ପାଇପାରିବ। ଶିଶୁମାନେ କ'ଣ ଚାହାନ୍ତି? ଯେତେବେଳେ ଇଚ୍ଛା ସେତେବେଳେ ଆମେ କାନ୍ଦି ପାରିବୁ ଓ ଯେତେବେଳେ ଇଚ୍ଛା ସେତେବେଳେ ହସି ପାରିବୁ। ଖାମଖିଆଲି ହେବା ମଧ୍ୟ ଆମର ସ୍ୱତନ୍ତ୍ର ଅଧିକାର। ତେଣୁ ଆଗକୁ କିଛି ନ ଜଣେଇ ଆମେ ମିଜାଜ ପରିବର୍ତ୍ତନ କରିପାରିବୁ। ସବୁବେଳେ ଗେହ୍ଲା ହେଇଥିବୁ, ଯେତେବେଳେ ଇଚ୍ଛା ସେତେବେଳେ ଜିନିଷ ପତ୍ରମାନ ଭଙ୍ଗାରୁଜା କରିପାରିବୁ। ଇଚ୍ଛା ହେଲେ ଔଷଧ ପତ୍ର ଖାଇବୁ ତ, ଇଚ୍ଛା ନହେଲେ ନାହିଁ। ପାଟିରୁ ଔଷଧ କାଢି ପକେଇଲେ ଆମ ଉପରେ କେହି ରାଗି ପାରିବେନି। ମନ ହେଲେ ଖିଆପିଆ କରିବୁ, ମନ ନହେଲେ ଖାଇବୁନି। ଜୟ ଶ୍ରୀ ଜଗନ୍ନାଥ।